एजुकेशनल एक्सप्लोर यूट्यूब चैनल रे आपण मानक स्वागत। आजिकार वीडियो रे आमे जानिबा जो एलटीआर ओरिएंटेशन रहुची 23 एप्रिल रे ता सहित जो 21 एप्रिल रे तांकर जो डी ऑफिस रे तांकर जो डॉक्यूमेंट वेरिफिकेशन हेबो सही वेरिफिकेशन रे कोन कोन डॉक्यूमेंट्स ता सहित स्कूल जॉइनिंग रे कोन सब डॉक्यूमेंट्स आपण मानक दरकार पड़िबो ताहा आमे जानिबा। ता सहित पिलाମାନଙ୍କ ମଧ୍ୟରେ ଯୋଉ ସିଲେକ୍ଟେଡ୍ କ୍ୟାଣ୍ଡିଡେଟ୍ସ ଅଛନ୍ତି ତାଙ୍କର ମଧ୍ୟରେ ଯୋଉ ଦ୍ୱନ୍ଦ୍ୱଟି ରହୁଛି କି ଜଏନିଂ ପାଇଁ କେତେ ସମୟ ଦିଆଯିବ ତା ସହିତ ଯୋଉ ପୋଲିସର ଯୋଉ କ୍ରିମିନାଲ ଯୋଉ ଆପଣ ଡେକ୍ଲାରେସନ ଫର୍ମ ଦିଅନ୍ତି ତାହା ଆପଣ ଯାଇକି ପୋଲିସ ଷ୍ଟେସନ ନେଇକି ଆସି ଭେରିଫିକେସନ କରିକି ନା ଯୋଉ ଫର୍ମଟି ଫିଲ୍ଅପ୍ କରିଦେବେ କି ତାଙ୍କ ଏଗେନ୍ଷ୍ଟ କୌଣସି କେସ୍ ନାହିଁ ତାହା ହେଇଯିବ। ତ ଆମେ ଦେଖିବା ଏଇ ଯୋଉ ଡକୁମେଣ୍ଟସ କଣ କଣ ଦରକାର ଯୋଉ ଡାଉଟ ରହୁଛି ତାହା ମଧ୍ୟ ଜାଣିବା। ତ ଆମେ ଯଦି ଏବେ ଯୋଉ ଡିଷ୍ଟ୍ରିକ୍ଟ ଭେରିଫିକେସନ କଥା ଦେଖିବା ଆପଣ ମାନେ ଜାଣିଥିବେ ଯୋଉ ଫାର୍ଷ୍ଟ ଟାଇମ ଯେତେବେଳେ ଆପଣ ମାନେ ସିଲେକ୍ଟ ହେଇଥିଲେ ଯୋଉ ଡିଷ୍ଟ୍ରିକ୍ଟ ଭେରିଫିକେସନ ପାଇଁ ଥରେ ଯାଇଥିଲି ଯୋଉ ସବୁ ଡକୁମେଣ୍ଟସ ଲାଗୁଥିଲା ତାହା ନେଇକି ଯିବେ। ତା ସହିତ ଏଇ ଯୋଉ ସ୍କୁଲ ପାଇଁ ଯୋଉ ଡକୁମେଣ୍ଟସ ଗୁଡାକ ଲାଗିବ ଆପଣ ମାନଙ୍କୁ ଯୋଉ ଜଏନିଂ ସମୟରେ ତାହା ମୁଁ ଆପଣ ମାନଙ୍କୁ ଏଠି ବିସ୍ତୃତ ଭାବରେ ଜଣେଇବି। ଯଦି ଆମେ ଦେଖିବା ଏଠି ଦେଖନ୍ତୁ ଆପଣ ଯୋଉ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସ କଟକର ରହୁଛି ଯୋଉ ଆପଏଣ୍ଟମେଣ୍ଟ ଯୋଉଟା କି ଟ୍ରେନ ଗ୍ରାଜୁଏଟ ଟିଚର ପିସିଏମ ରେ ଦିଆଯାଇଛି ଯୋଉ ଏଲଟିଆର ର ଯଦି ଆମେ ଦେଖିବା ଯୋଉ ଟର୍ମସ ଆଣ୍ଡ କଣ୍ଡିସନ କଣ ଥିଲା କୋଉ କୋଉ ଡକୁମେଣ୍ଟସ ଦରକାର ପଡୁଥିଲା ଯୋଉ ସ୍କୁଲ ଜଏନିଂ ସମୟରେ ତାହା ଯଦି ଆମେ ଏଠି ଦେଖିବା ତା ସହିତ ଆପଣ ମାନଙ୍କୁ ମୁଁ ଯୋଉ 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 ଡକୁମେଣ୍ଟସ ଦରକାର ପଡିବ ତା ମଧ୍ୟ ଟେଲିଗ୍ରାମ ଲିଙ୍କ ରେ ପିଡିଏଫ ଟା ଦେଇଦେବି ଆପଣ ଦେଖିଦେବେ। ଯଦି ଆମେ ଏଠି ଦେଖିବା ଯୋଉ ଟର୍ମସ ଆଣ୍ଡ କଣ୍ଡିସନ ଟି ରହୁଛି ଯୋଉ ଫାର୍ଷ୍ଟ ଟର୍ମ ଆଣ୍ଡ କଣ୍ଡିସନ ଟି କଣ ରହୁଛି ଦେଖନ୍ତୁ he shall be on probation for a period of 2 years initially ଆପଣ ମାନେ initially 2 ବର୍ଷ ପାଇଁ probation period ରେ ରହିବେ। This appointment is purely temporary and terminable at any time without prior notice and assigning any reason thereof। ଆପଣ ମାନେ କିଛି ଯଦି ଖରାପ କାମ କଲେ ଏଇ ଯୋଉ 2 ବର୍ଷ ମଧ୍ୟରେ ଗଭର୍ଣ୍ଣମେଣ୍ଟ ଚାହିଁଲେ ଆପଣ କଣ କରିପାରିବ ନା ଟର୍ମିନେଟ କରିପାରିବ ୱିଥାଉଟ୍ ଗିଭିଂ ପ୍ରାୟର ନୋଟିସ ଅର ରିଜନ। ତାପରେ ଦେଖନ୍ତୁ he she should join the allotted school within 30 days from the date of issue of this order failing which the appointment shall automatically stand cancel without further notice। ଯୋଉ ଡାଉଟ ଟି ରହୁଥିଲା କି ଜଏନିଂ ପାଇଁ କେତେ ସମୟ ମିଳେ ଆପଣ ଏଠି ଦେଖିପାରୁଥିବେ ଯୋଉ ଏଲଟିଆର ର ଯୋଉ ପିସିଏମ ସମୟରେ ନା 30 ଡେଜ ଦିଆଯାଇଥିଲା ଯୋଉ ଡିଓ ରୁ ଆପଏଣ୍ଟମେଣ୍ଟ ଅର୍ଡର ମିଳି ସାରିଲା ପରେ ଆପଣ ୱିଦିନ 30 ଡେଜ କଣ କରିବେ ନା ଜଏନ କରିବେ। ତାପରେ ଦେଖନ୍ତୁ ଏଠି ଯୋଉ ନେକ୍ସଟ ରହୁଛି the equivalency genuineness of certificate and recognition affiliation of institution as required particularly from institution boards outside the state shall be verified in normal course। This appointment is subject to satisfactory findings from such verification। जो माने आउटसाइड बीडी करूछंती तांकर जो recognition certificate जो हैला जो affiliation certificate हैला जो equivalence certificate हैला ता से माने प्रोड्यूस करिवे आ एहा को से माने ଭଲ ଭାବରେ ଦେଖିବେ। ତାପରେ ଦେଖନ୍ତୁ the candidates concerned shall submit the following documents at the time of joining in the school। ଯୋଉ ସ୍କୁଲ ଜଏନିଂ ସମୟରେ ଆପଣ କୋଉ କୋଉ ଡକୁମେଣ୍ଟ ସବମିଟ କରିବେ ଦେଖନ୍ତୁ ଆମେ ଜାଣିବା। ପ୍ରଥମ ରହୁଛି self attested copies of certificate and mark sheet for preservation in personal file to be open instantly at school point। The original shall have to be produced before the HM for verification at school level। ଆପଣ ମାନଙ୍କର ଗୋଟିଏ ଯୋଉ ସାର୍ଟିଫିକେଟ ର ଡକୁମେଣ୍ଟସ ଗୋଟିଏ ସେଟା ଆପଣ ଜେରକ୍ସ ରଖିଥିବେ ଆଉ ସାଇନ କରିଥିବେ ସେଲ୍ଫ ଆଟେଷ୍ଟେଡ ସାଇନ ରହିଥିବ ତା ସହିତ ଅରିଜିନାଲ ଯୋଉ ସାର୍ଟିଫିକେଟ ମଧ୍ୟ ରଖିଥିବେ ଯୋଉଟା କି ଏଚଏମ୍ ଭେରିଫିକେସନ ସମୟରେ ଆପଣଙ୍କୁ ମାଗିବେ ଦେଖେଇବେ। ଆଉ ଏଇ ଯୋଉ ଆପଣ ମାନଙ୍କର ଯୋଉ ଜେରକ୍ସ ଟି ରହିଥିବ ତାହା ଆପଣଙ୍କର ଫ୍ୟୁଚର ୟୁଜ ପାଇଁ ଯେମିତି କି ଏଚଆରଏମଏସଆଇଡି କ୍ରିଏଟ ଆଉ ଏମିତି ଯୋଉ ଗଭର୍ଣ୍ଣମେଣ୍ଟ ପ୍ରୋସିଜର ଗୁଡାକ ଅଛି ଯୋଉ ଯୋଉ ସମୟରେ ଲାଗିବ ଆପଣଙ୍କ ଡକୁମେଣ୍ଟ ତାହା ସେମାନେ ପ୍ରିଜର୍ଭ କରିକି ରଖିବେ ଗୋଟିଏ ସେଟ ଆପଣ ଜେରକ୍ସ ମଧ୍ୟ ନେଇକି ଯିବେ। ତାପରେ ଦେଖନ୍ତୁ କ୍ୟାରେକ୍ଟର ସାର୍ଟିଫିକେଟ ଫ୍ରମ ଟୁ ଅଫିସର୍ସ ଅଫ ଗଭର୍ଣ୍ଣମେଣ୍ଟ ନଟ ବିଲୋ ଦ ରାଙ୍କ ଅଫ ଗ୍ରୁପ ବି। ତ ଆପଣ ଯୋଉ ଗେଜେଟେଡ ଅଫିସର ଯୋଉ ରହୁଛନ୍ତି ଓଡିଶାର ଯୋଉ ଗ୍ରୁପ ବି ରାଙ୍କର ଯୋଉମାନଙ୍କର ପେ ମେଟ୍ରିକ୍ସ ଯୋଉ ମେଟ୍ରିକ୍ସ ଲେଭେଲ 10 ରୁ କମ ନେଇଥିବ ତାଙ୍କର ଅଧିକା ଥିବା କଥା ସେମାନଙ୍କୁ କିମ୍ବା 10 ଥିବ ଯୋଉ ଗେଜେଟେଡ ଅଫିସର ମାନେ ଅଛନ୍ତି ତାଙ୍କରୁ ଆପଣ ଦୁଇଟି ଯୋଉ କ୍ୟାରେକ୍ଟର ସାର୍ଟିଫିକେଟ ନେଇକି ଯିବେ। ଟୁ ରିସେଣ୍ଟ ପାସପୋର୍ଟ ସାଇଜ ଫଟୋଗ୍ରାଫ ଲାଗିବ ତା ସହିତ ମେଡିକାଲ ଫିଟନେସ ସାର୍ଟିଫିକେଟ ଯୋଉଟା କି ସିଡିଏମଓ ସିଏମଓ ମେଡିକାଲ ଅଫିସର जो କରିଥିବେ ତାହା ନେଇକି ଯିବେ। ଡେକ୍ଲାରେସନ ଦ୍ୟାଟ ହି ହାଜ ଓନଲି ୱାନ୍ ସ୍ପାଉସ ଲିଭିଂ ଇନ କେସ ଇନ ମ୍ୟାରିଡ ଯୋଉମାନେ ଆମର ଯୋଉ ହିନ୍ଦୁ ଟ୍ରାଡିସନ ରହୁଛନ୍ତି ଯୋଉ ୱାନ୍ ସ୍ପାଉସ ଥିବା କଥା ତାହା ୱାନ୍ସ ଇନ କେସ ଆପଣ ଯଦି ମ୍ୟାରିଡ ୱାନ୍ ସ୍ପାଉସ ଯୋଉ ସାର୍ଟିଫିକେଟ ନେଇକି ସବମିଟ କରିବେ।
ଆଉ ଇନ କେସ୍ ଯୋଉ ଅଲଗା ଯୋଉ ରିଲିଜନ ଥାଏ ଯୋଉଠି ପରମିଟ ଥାଏ ଗୋଟିଏ ରୁ ଅଧିକା ସ୍ତ୍ରୀ ତାଙ୍କୁ ଏଇ କେସ୍ ରେ କଣ କରାଯାଇଛି ନା ଏକ୍ଜାମ୍ପଟେଡ କରାଯାଇଛି। କାଷ୍ଟ ସାର୍ଟିଫିକେଟ ପର୍ସନ ଡିଜାବିଲିଟି ସାର୍ଟିଫିକେଟ ସ୍ପୋର୍ଟସ ପର୍ସନ ଆଇଡି କାର୍ଡ ଯୋଉମାନେ କୋଟାରେ ପାଉଛନ୍ତି ଯେମିତି କି ଡିଜେବୁଲ କି ସ୍ପୋର୍ଟସ ପର୍ସନ ତାଙ୍କର ଯୋଉ ସାର୍ଟିଫିକେଟ ଅଛି ତାହା ମଧ୍ୟ ସେମାନେ ନେଇକି ଯିବେ। ଡେକ୍ଲାରେସନ ଟୁ ଦ ଇଫେକ୍ଟ that she has no criminal antecedent and no pendency of any criminal case against him or ଯୋଉମାନେ ଯୋଉ ତାଙ୍କ ଏଗେନ୍ଷ୍ଟ କେସ୍ ନାହିଁ କିମ୍ବା କୌଣସି କେସ୍ ପେଣ୍ଡିଂ ନାହିଁ ତାର ମଧ୍ୟ ଗୋଟେ ଡେକ୍ଲାରେସନ ସେଠି ଦେବେ। ଆଉ ଓଥ ଅଫ ଏଲିଜିଏନ୍ସ ଟୁ ଦ କନଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ତାହା ମଧ୍ୟ ସବମିଟ କରିବେ। ତ ଏହା ଥିଲା ସମ୍ପୂର୍ଣ୍ଣ ଇନଫର୍ମେସନ କୋଉ କୋଉ ଡକୁମେଣ୍ଟସ ଆପଣ ଯୋଉ ସ୍କୁଲ ଜଏନିଂ ସମୟ ଦରକାର ପଡିବ ତାହା ମୁଁ ଆପଣ ଏଠି କହିଦେଲି। ତା ସହିତ ଆପଣଙ୍କ ଯୋଉ ଡକୁମେଣ୍ଟସ ମୁଁ ଦେଖେଇ ଦଉଛି ଆଉ ଏଇ ଯୋଉ ଡକୁମେଣ୍ଟସ ଗୁଡାକ ଆପଣ ଯୋଉ ଟେଲିଗ୍ରାମ ଚ୍ୟାନେଲରେ ପାଇଯିବେ। ଦେଖନ୍ତୁ ଏଇଟା ଯୋଉ ମେଡିକାଲ ଫିଟନେସ ସାର୍ଟିଫିକେଟ ରହୁଛି मेडिकल फिटनेस सर्टिफिकेट ता सह देखंतु एटा जो सेल्फ डिक्लेरेशन रिगार्डिंग नो क्रिमिनल एंटीसीडेंट रो सर्टिफिकेट रहउची ता सहित ओथ ऑफ एलिजिएंस जो रहउची तापरे देखंतु एटा इरेक्टर सर्टिफिकेट मध्ये रहउची। एई सब सर्टिफिकेट आपण टेलीग्राम चैनल रे पाई जिवे। एटा रहउची आपनकर जो मेरिटियल जो आपण मनकर जो रहउची डिक्लेरेशन जो मेरिट अनमेरिट रो। तो यह थिला संपूर्ण इनफॉरमेशन आहुरी एमिति के भिडियो देखा पई आपण एजुकेशनल एक्सप्लोर यूट्यूब चैनल को लाइक एंड सब्सक्राइब कर दियंतु। थैंक यू धन्यवाद।